ହ୍ୟାଲୋ ଫ୍ରେଣ୍ଡସ୍, ମୁଁ ବିକାଶ ପୁଣି ଥରେ ସିରିଜ୍ ଏଜୁକେସନ୍ ସ୍ୱାଗତ କରୁଛି। ଆଜି ଆମେ ପଢ଼ିବା ସେଇ +3 ଫାର୍ଷ୍ଟ ସେମିଷ୍ଟାରର ଯେଉଁଟାକି କମ୍ପଲସରି ସମସ୍ତଙ୍କର ଅଛି ଉତ୍କଳ ୟୁନିଭର୍ସିଟିରେ ଅଲ୍ ଷ୍ଟୁଡେଣ୍ଟ। ଓକେ, ଯାହାର କୁଆର ମୁଁ ଗୋଟେ ଓଡ଼ିଆ ମିଡ଼ିୟମଟା ପଢ଼ୁଛି। ଓକେ, ଯେଉଁଟାକି କମ୍ପଲସରି ଅଛି ପରିବେଶ। ମୁଁ ଫାର୍ଷ୍ଟ ୟୁନିଟ୍ର ଅଲରେଡ଼ି ଏକ ମାର୍କିଆ ସବୁ ସାରି ଦେଇଛି। ସେଟା ବ୍ଲାଙ୍କ ଫିଲ୍ଅପ୍ ଥିଲା। ଏଇଟା ତୁମର ପ୍ରତ୍ୟେକ ପ୍ରଶ୍ନ ଉଲ୍ଲେଖ ନେବ ଯେଉଁଟାକି ଏକ ପଦରେ ପ୍ରକାଶ କରିବ। ଓକେ, ଆହୁରି ବି କିଛି ଦେଖିଦେବା। ଯେଉଁମାନେ ଭିଡ଼ିଓକୁ ପ୍ରଥମେ ଦେଖୁଛ ସବସ୍କ୍ରାଇବ୍ ଟିକେ କରନ୍ତୁ। ମୁଁ ସବସ୍କ୍ରାଇବ୍ କଲେ ଅଲ୍ ବଟନ୍ କ୍ଲିକ୍ କରିଦେବେ, ଯାହାଫଳରେ ମୁଁ ଫାର୍ଷ୍ଟ ଯେତେ ଭିଡ଼ିଓ ଅପଲୋଡ଼ କରିବି ଆପଣ ପ୍ରଥମେ ଯିବ, ସର୍ବପ୍ରଥମେ ଯିବ। ଏବଂ ଟେଲିଗ୍ରାମରେ ଜଏନ୍ ହୁଅନ୍ତୁ, ସବୁ ପ୍ରକାର ଆଲୋଚନା ହେବା। ଓକେ, ଆଉ କମେଣ୍ଟ ମାଧ୍ୟମରେ ଜଣାନ୍ତୁ, ଲାଇକ୍ ସେୟାର କରନ୍ତୁ। ଓକେ, ଦେଖ କେଉଁ ସମ୍ବିଧାନ ସଂଶୋଧନରେ ପରିବେଶ ସୁରକ୍ଷା ଆଇନ ସ୍ଥାନ ପାଇଥିଲା? 48ତମ ସମ୍ବିଧାନ ସଂଶୋଧନ। ପରିବେଶ ସୁରକ୍ଷା ଆଇନରେ କେଉଁ ଉପାଦାନ କ୍ଷେତ୍ରରେ ପ୍ରଦୂଷଣ ନିୟନ୍ତ୍ରଣ ସ୍ଥାନ ପାଇଛି? ପରିବେଶ ସୁରକ୍ଷା ଆଇନରେ ଜଳ, ବାୟୁ, ମୃତ୍ତିକା ପ୍ରଦୂଷଣ ଓ ଜୀବଜନ୍ତୁ ସୁରକ୍ଷା ସ୍ଥାନ ପାଇଛି। ରାଜ୍ୟ ସ୍ତରରେ ପ୍ରଦୂଷଣର ପ୍ରତିରୋଧ ନିମନ୍ତେ କାର୍ଯ୍ୟ କରୁଥିବା ସଂସ୍ଥାର ନାମ କ'ଣ? ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ। ଭାରତରେ କେବେ ପରିବେଶ ସୁରକ୍ଷା ଆଇନ ପାଳନ କରାଯାଇଥିଲା? 1986। ଭାରତରେ କେନ୍ଦ୍ରୀୟ ସ୍ତରରେ ପରିବେଶ ପ୍ରଦୂଷଣର ପ୍ରତିରୋଧ ନିମନ୍ତେ କେଉଁ ସଂସ୍ଥା କାର୍ଯ୍ୟ କରୁଛି? କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ। ପରିବେଶ ଜନିତ ପ୍ରଭାବରେ କେଉଁ ଯୋଜନା କାର୍ଯ୍ୟକାରୀ ହେଉଛି? ଏନଭାରମେଣ୍ଟାଲ ଇମ୍ପ୍ୟାକ୍ଟ ଆସେସମେଣ୍ଟ। ସମ୍ବିଧାନର କେଉଁ ଦୁଇ ଅନୁଚ୍ଛେଦ ପରିବେଶ ସୁରକ୍ଷା ଆଇନ ସନ୍ନିବେଶିତ ହୋଇଛି? ସମ୍ବିଧାନ 28 କ 51 କ ଅନୁଚ୍ଛେଦରେ ପରିବେଶ ସୁରକ୍ଷା ଆଇନ ସନ୍ନିବେଶିତ ହୋଇଅଛି। ଜଳ ପ୍ରଦୂଷଣ ନିୟନ୍ତ୍ରଣ ଓ ପ୍ରତିରୋଧ ଆଇନ କେବେ କାର୍ଯ୍ୟକାରୀ ହେଲା? 1974। ଷ୍ଟକହୋମ୍ ସମିତି କେବେ ହୋଇଥିଲା? 1972। କେଉଁ ବର୍ଷ ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ପ୍ରତିରୋଧ ଆଇନ ସଂଶୋଧନ ହେଲା? 1978। ପରିବେଶ ସୁରକ୍ଷା ଆଇନ କେଉଁ ବର୍ଷ କାର୍ଯ୍ୟକାରୀ ହେଲା? 1986। ବାୟୁ ପ୍ରଦୂଷଣ ଆଇନରେ ଶବ୍ଦ ପ୍ରଦୂଷଣ କେବେ ଅନ୍ତର୍ଭୁକ୍ତ ହେଲା? 1987। ପରିବେଶ ସୁରକ୍ଷା ଆଇନ କେଉଁ ବର୍ଷ କାର୍ଯ୍ୟକାରୀ ହେଲା? 1986। ବାୟୁ ପ୍ରଦୂଷଣ ଆଇନରେ ଶବ୍ଦ ପ୍ରଦୂଷଣ କେବେ ଅନ୍ତର୍ଭୁକ୍ତ ହେଲା? 1987। କେବେ ସମ୍ବିଧାନର ପରିବେଶ ସୁରକ୍ଷା ନିମନ୍ତେ ବିହିତ ବ୍ୟବସ୍ଥା କରାଗଲା? 1976। କେଉଁ ମସିହାରେ ବନ୍ୟଜନ୍ତୁ ସୁରକ୍ଷା ଆଇନ କାର୍ଯ୍ୟକାରୀ ହେଲା? 1986। ପ୍ରଥମ ପରିବେଶ ସୁରକ୍ଷା ଆଇନ କ'ଣ? ଜଳ ଆଇନ। ହିରୋସୀମାରେ କେବେ ଆଣବିକ ବୋମା ପଡ଼ିଥିଲା? 1945। ଭୋପାଳ ଗ୍ୟାସ୍ ଦୁର୍ଘଟଣା କେବେ ହୋଇଥିଲା? 1950 ଡିସେମ୍ବର 2 ତାରିଖ। ଅମ୍ଳବର୍ଷା ଶବ୍ଦ ପ୍ରଥମେ କିଏ ବ୍ୟବହାର କରିଥିଲେ? ରବର୍ଟ ଆଗ୍ରସ୍ମିଥ୍। CFCର ବ୍ୟବସାୟିକ ନାମ କ'ଣ? ଅକ୍ସିଜେନ୍। ଜଳଚକ୍ରକୁ କିଏ ପରିଚାଳିତ କରିଥାଏ? ସୌରଶକ୍ତି। ବାୟୁମଣ୍ଡଳରେ ଅମ୍ଳଜାନର ମାତ୍ରା କେତେ ପରିମାଣର ଅଛି? 2094। ପ୍ୟାନ୍ କେଉଁ କ୍ଷତି କରିଥାଏ? ଆଖିର ଯନ୍ତ୍ରଣା, ହୃଦ୍ଯନ୍ତ୍ର ଓ ରକ୍ତ ସଞ୍ଚାଳନ କାର୍ଯ୍ୟରେ ବାଧା ଓ ମୁଣ୍ଡବ୍ୟଥା ଇତ୍ୟାଦି। ଶରୀରରେ ସାଧାରଣତଃ କେତେ ଭାଗ ଜଳ ଥାଏ? 85ରୁ 90 ଭାଗ। ବନ୍ୟଜନ୍ତୁ ସଂରକ୍ଷଣ ଏକ ଆବଶ୍ୟକତା ଲେଖ। ପରିବେଶ ସନ୍ତୁଳନରେ ସହାୟକ ହେବା ନିମନ୍ତେ ବନ୍ୟଜୀବ ସଂରକ୍ଷଣ ଏକାନ୍ତ ଆବଶ୍ୟକ। ଏଇଠି ଭିଡ଼ିଓଟି ସରିଯାଇଛି। ଲାଇକ୍, ସେୟାର ଏବଂ ସବସ୍କ୍ରାଇବ୍ କରନ୍ତୁ। ଭିଡ଼ିଓକୁ ବହୁତ ଭଲ ମାତ୍ରାରେ ଭଲ ପାଇବା ଦିଅନ୍ତୁ। ଓକେ, ଜୟ ଜଗନ୍ନାଥ।